ଭଲ ହେଇଛି। ଇନ୍ଦ୍ର ଦେବତା ଟିକେ ରହିଯାଆନ୍ତୁ। କୋଉ ବିରିୟାନୀ? ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଗୋଟେ ନୂଆ ବ୍ଲଗକୁ ଆପଣ ମାନଙ୍କୁ ସ୍ୱାଗତ। ମୁଁ ଭଲ ଅଛି, ଆଶା କରୁଛି ଆପଣ ମାନେ ବି ଭଲରେ ଥିବେ। ଆଜି ସକାଳୁ ସକାଳୁ ବି ପାୱାର କଟ ହେଇଯାଇଛି, କରେଣ୍ଟ ପଳେଇଛି। ଆଜି ମୋ ଦିଅର ଆଉ ନଣନ୍ଦ ଆସୁଛନ୍ତି। ଆଜି ଆମେ ଯିବୁ ବାହାରେ ଟିକେ ଲଞ୍ଚ କରିବାକୁ। ଆଉ ଏବେ ବି ଆମେ ବାହାରିଛୁ, ମୋ ହଜବେଣ୍ଡଙ୍କର ମୋର ଟିକେ ବାହାରେ ଦହିବରା ଆଳୁଦମ ଖାଇବାକୁ। ମୋର ଟିକେ ବହୁତ ଦିନ ହେଲା ଇଚ୍ଛା ହଉଥିଲା ଦହିବରା ଆଳୁଦମ ଖାଇବାକୁ, ମୁଁ ଯାଇପାରୁନଥିଲି। ହେଲେ ଯେହେତୁ ଆଜି ଛୁଟି ଅଛି ହଜବେଣ୍ଡଙ୍କର, ଆଜି ଆମେ ଯାଉଛୁ ଦହିବରା ଆଳୁଦମ ଖାଇବାକୁ। ସାଙ୍ଗମାନେ, ଆପଣ ମାନଙ୍କୁ ଅନୁରୋଧ, ଆମ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଭିଡିଓକୁ ଲାଇକ୍ କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ତମର ସରିଲା ନା ନାଇଁ? ହଁ ସରିଲା। ଦହିବରା ସାଲେ ସରିଯିବ। ସରି ଯାଉଛି 9ଟା ବେଳକୁ। ଇଏ ଗୋଟେ ପିଲା, ମୁଁ ଯାଇକି ବାହାରେ ଖାଇବି, ଇଏ କିନ୍ତୁ କହିବି ମୁଁ ଓଟ୍ସ ଖାଇବି, ଖାଲି ଓଟ୍ସ। ମାନିବାକୁ ପଡିବ, ଏଇଟା କିନ୍ତୁ ଭଲ। ହେଲ୍ଦି ଫୁଡ ସବୁବେଳେ ମୋ ବାହାରେ ମତେ ପସନ୍ଦ। କେଜାଣି କେମିତିଆ ମନ ତମର। ମୁଁ ଏମିତି ହେଇପାରିବିନି କେବେ। ହେଇପାରିବୁନି ବୋଲି ସେଥିପାଇଁ ତ ସବୁବେଳେ ଦେହ ଖରାପ ହଉଛି। ସବୁବେଳେ ଇଟ୍ ୱେଲ୍, ସ୍ଲିପ୍ ୱେଲ୍, ସବୁ ୱେଲ୍ ରହିଲେ ଠିକ ବଡି ଫିଟ୍ ରହିବ। ସାଙ୍ଗମାନେ, ଯୋଉମାନେ ଫୁଡ ଲଭର ସେମାନେ ହିଁ କେବଳ ଜାଣିପାରିବେ ଖାଇବାର ମଜାଟା। ଆଉ ଯୋଉମାନେ ଖାଲି ଡାଏଟ କଣ୍ଟ୍ରୋଲ କରିବାକୁ ଭାବିବେ, ଆଉ ସେମାନେ ଖାଇବାର ମଜାଟା କେମିତି ନେବେ? ମୁଁ ଯେବେ ବି ଭାବିବି ମୁଁ ଆଜି ଡାଏଟ କରିବି, କିଛି ବାହାର ଜିନିଷ ଖାଇବିନି, ସେଇଦିନ ହିଁ କେହି ଆମ ଘରକୁ ଆସିବେ ଆଉ ବଢିଆ ବଢିଆ ଜିନିଷ ଖାଇବାକୁ ଆଣିବେ। ଆଉ ମୁଁ କେମିତି ରହିବି କହୁନାହାନ୍ତି? ଆଉ ଏଥିରେ ମୋର କଣ ଭୁଲ? ସ୍ୱାମୀ ଖାଲି ମୋ ଉପରେ ରାଗୁଛନ୍ତି। ଫାଇନାଲି ମୁଁ ଆସି ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଛି। ଆଜି ବର୍ଷା ହେଇଥିବାରୁ ଏତେ ଦହିବରା ବାଲା ଗୋଟେ ଦିଟା ଥିଲେ, ଯାହା ବି ହଉ ଥିଲେ ତ, ଆଉ ନହେଲେ ମୋ ମନ ଭାଙ୍ଗି ଯାଇଥାନ୍ତା। ହଉ ଯାହା ବି ହଉ, ମତେ ଆଜି ଦହିବରାଟା ମିଳିଗଲା ଖାଇବାକୁ, ବଢିଆ ଟେଷ୍ଟି ଥିଲା। କେମିତି ମୋ ହଜବେଣ୍ଡ କଣ୍ଟ୍ରୋଲ କରିକି ରହିଛନ୍ତି କେଜାଣି। ମୁଁ ଯଦି ହେଇଥାନ୍ତି ତାଙ୍କ ଜାଗାରେ ନା, ଯା ବା ମୁଁ ଯାଉଛି ଖାଇଦିଏ ଦହିବରା ଟିକେ, ମାନିବାକୁ ପଡିବ ତାଙ୍କୁ। ଆଉ ମୁଁ ଟିକେ ଦହି ପାଣି ଲାଷ୍ଟକୁ ପିଇଦେଲି, କି ଶାନ୍ତି। ତାପରେ ଆମେ ଆସି ଯାଇଥିଲୁ ମଲ୍, କିଛିଟା ଜିନିଷ କିଣିବାର ଥିଲା। ଏଠି ମତେ ମୋର ଯାହା ବି ଦରକାର ସବୁ କିଛି ମିଳିଯାଏ। ଆଉ ଫ୍ରଣ୍ଟରେ ବି ପରିବା ଦୋକାନ ଅଛି, ସେଠି ବି ପରିବା ନେଇଯାଉ। ତ ଗୋଟେ କାମରେ କଣ, ନାଇଁ ସେଟା କଣ କୁହନ୍ତି, ଗୋଟେ ଗୁଳିରେ ଦିଟା ଶିକାର। ତାପରେ ଆମେ ପଳେଇ ଆସିଲୁ ଘରକୁ। ମୁଁ ଯୋଉଦିନ ବୁଲିବାକୁ ବାହାରିଥିବି, ସେଇଦିନ ନିଶ୍ଚିତ କିଛି ନା କିଛି ଗୋଟେ ହବ। ଏଇଖିନା କଣ ହଉଛି ଦେଖିବେ, ଦେଖନ୍ତୁ କେତେ ଜୋରେ ବର୍ଷା ହଉଛି। ଆଉ କୁଆଡେ ଯିବି, କେମିତି ଯିବି? ମୋ ଦିଅର ନଣନ୍ଦ କେମିତି ଆସିବେ ବର୍ଷାରେ? ଇନ୍ଦ୍ର ଦେବତା ଟିକେ ରହିଯାଆନ୍ତୁ, 4ଟା ବେଳ ଯାଏଁ ଆଟଲିଷ୍ଟ ରହିଯାଆନ୍ତୁ, ତାପରେ ଯେତେ ମନ ଇଚ୍ଛା ଗାଳିବେ। ଓଦା ହେଇଯାଇଛ? ନା, ଭଲ କରିଛ। ସତରେ କହିବି, ଦିଅର ନଣନ୍ଦ ଓଦା ହେଇକି ମରି ମରି ଗୋଟେ ଖାଇବ ବୋଲି କେମିତି ଗୋଡ଼ ପୁରା ଲମ୍ବେଇ ବସିବ, ମୋଟି ଚେକା ମାଲିବ। ସେଇଟା ଚିକେନ ମାମାଲି, ସେଇଟା ଚିକେନ। ତମର କଥାବାର୍ତ୍ତା ଠିକ ନାହିଁ। ତମର କୋଉଟା ମଟନ ପୁଣି ଖୋଲିଦେବି। ଜାଣି ମଟନ ଦିଟା ଏଟା କଣ? ସେଥିରେ ଗୋଟେ ଅଛି ମସରୁମ ଅଛି। ମସରୁମ ଗୋଟେ, ମସରୁମ ଗୋଟେ, ଆଉ ଗୋଟେ ଭେଜ ବିରିୟାନୀ। ସେଇଟା ବିରିୟାନୀ, ସେଇଟା ମସରୁମ। ଆଉ ତ ରେଡି ଆଉ କଣ? ଲୁଣରେ ବୁଡ଼େଇଦେଲା। ତୋର ଭେଜ ନା? ବିନା ଲାଇନରେ ଖାଇବା। ମିନୁ କ'ଣ 4-5ଟା ଆଇଟମ ଧରି ଖାଇବେ। କିଏ ଗୋଟେ ଚିଲେଇଲା here। ଫୁଲେଇକିରି କାଟୁଛି, ଫୁଲେଇକି ଫୁଲେଇକିରି କାଟୁଛି। ସେ କ'ଣ ଭଲ ହେଇଛି ଭେଜ ବିରିୟାନୀଟା? ଲୁଣ ଟିକେ କମ ଅଛି, ଭଲ ହେଇଛି। ଲୁଣ ସ୍ୱାଦ ଅନୁସାରେ ଲୁଣ ଆଉ। ମିନୁ ତ ସରିଲା ନା ନାହିଁ?
ଗୋଟେ ପିଲା 5ଟା ନାନ୍ ବିରିୟାନୀ ଗୋଟେ ଫୁଲ୍ ପ୍ଲେଟ୍ ତା ସହ ଚିଙ୍ଗୁଡ଼ି ଫ୍ରାଏ ହାଫ୍ ଆଉ କ'ଣ ମସରୁମ୍ ହାଫ୍ ପରିଷ୍କାର କରିଦେଇଛୁ। ଆଉ ଇଏ ତ ବିରିୟାନୀ ଗୋଟେ ଫୁଲ୍ ପ୍ଲେଟ୍ ମସରୁମ୍ ଗୋଟେ ଫୁଲ୍ ପ୍ଲେଟ୍। କୋଉ ବିରିୟାନୀ? ମୁନୁ କାହିଁ ପଳେଇଲା? ସାଙ୍ଗମାନେ ଆମର ଖାଇବା ପିଇବା ସରିଯାଇଛି। ଖାଇବା ପିଇବା ସରିଲା ପରେ କରେଣ୍ଟ ଆସିଲା। ସବୁ କାମ ସରିଲା ପରେ କରେଣ୍ଟ ଆସିଲା। ଯାହା ହଉ କିନ୍ତୁ ମଟରରେ ଯେହେତୁ ପାଣି ନଥିଲା, ପାଣି ଦରକାର ଆମର ଯାହା ବି ହେଉ। ଆଉ ବର୍ଷା ବି ସେମିତି ସବୁ କାମ ସରିଲା ପରେ ବର୍ଷା ବି ଛାଡି ଯାଇଛି। ସବୁ କାମ ସରିଲା ପରେ କାହିଁ ହେଲା, ଆଉ ସେଥିପାଇଁ କି ଆମର ବାହାର ଯିବା ଖାଇବାଟା କ୍ୟାନସଲ ହେଇକି ଘରେ ହେଲା। ହଉ ଯାହା ବି ହଉ ମିଶିକି ସମସ୍ତେ ଖାଇଲୁ। ଆଜିର ଭିଡ଼ିଓଟିକୁ ଏଇଠି ଶେଷ କରୁଛି। ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ରହିଲି, ଜୟ ଜଗନ୍ନାଥ।